ପଲ୍ଲବୀ ମାୟାଙ୍କୁ କହିବେ, ମାମା କିଛି ଦିନ ହେଲାଣି ଗୋଟେ କଥା ମୋ ମନ ଭିତରେ ଭାରି ଘାଣ୍ଟି ହେଉଛି। ମୋ ସନ୍ତାନ ଏବେ ଆଉ ଦୁନିଆରେ ନାହିଁ। ସେଇ ଦୁଃଖରୁ ବାହାରିବା ପାଇଁ ମୋତେ ବହୁତ କଷ୍ଟ ସହିବାକୁ ପଡ଼ିଲାଣି। ରୂପସା ଏଥିପାଇଁ ଯେତେ ଦାୟୀ ହେଲେ ମଧ୍ୟ ଆମ ସମସ୍ତଙ୍କର କିଛି କିଛି ଅବହେଳା ଏଥିପାଇଁ ମଧ୍ୟ ଦାୟୀ। ସେହି ନାରୀମାନଙ୍କର କଷ୍ଟ ବୁଝିପାରୁଛି ଯେଉଁମାନଙ୍କର କିଛି କିଛି ଅବହେଳା ପାଇଁ ତାଙ୍କ ଅଜାଣତରେ ମିସକ୍ୟାରେଜ୍ ହୋଇଯାଉଛି। ପୁଣି କହିବେ, ମୋର ଇଚ୍ଛା ହେଉଛି ସେମାନଙ୍କୁ ସଚେତନ କରିବା ପାଇଁ ମୁଁ କିଛି ସାହାଯ୍ୟ କରିପାରନ୍ତେ କି? ଏମିତି କଥା ପଲ୍ଲବୀଙ୍କ ପାଖରୁ ଶୁଣିବା ପରେ ସମସ୍ତେ ଖୁସି ହୋଇଯାଉଛନ୍ତି। ତାପରେ ଆଦର୍ଶ କହିବେ, ହଁ ପଲ୍ଲବୀ, ତମେ ସେମାନଙ୍କୁ ସାହାଯ୍ୟ କରିପାରିବ। ୟୁ କ୍ୟାନ୍ ଡୁ ଇଟ୍। ତାପରେ ପଲ୍ଲବୀ କହିବେ, କିନ୍ତୁ କେମିତି? ତାପରେ ଆଦର୍ଶ କହିବେ, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ତମେ ଗୋଟେ NGO ହସ୍ପିଟାଲ ଖୋଲ। ମାନେ ତମ ପାଖରେ ଡକ୍ଟର ରହିବେ, ସାଇକୋଲୋଜିଷ୍ଟ ରହିବେ, ପୁରା ଟିମ୍ ରହିବ, ଯେଉଁମାନେ କି ପ୍ରେଗନେନ୍ସି ସମୟରେ ସ୍ତ୍ରୀ ଲୋକମାନଙ୍କୁ ଗାଇଡ୍ କରିପାରିବେ। ଫଳରେ ସେମାନଙ୍କର କେବେ ମିସକ୍ୟାରେଜ୍ ହେବନି କି ସେମାନଙ୍କୁ ତମ ଭଳି କଷ୍ଟ କେବେ ଭୋଗିବାକୁ ପଡ଼ିବନି। ତ ଦର୍ଶକ ବନ୍ଧୁ, ନନ୍ଦିନୀ କ'ଣ ତା ପ୍ଲାନ୍ରେ ସଫଳ ହେବ କି? ଆମକୁ କମେଣ୍ଟରେ ୟେସ୍ ଅର୍ ନୋ କୁହନ୍ତୁ।